5% ରୁ 10% ଏଇଭଳି ବ୍ୟକ୍ତି ଥାନ୍ତି ଯିଏ ଡଙ୍ଗା ଆଗ ଡେଇଁ ପଡ଼ନ୍ତି। ସିଏ ଆଜି ଆଉ କେଉଁ ଡଙ୍ଗାକୁ ଯିବେ, ସେ ଡଙ୍ଗା ଯେତେବେଳେ ଦେଖିବେ ଯେ ଆଉ ସେଥିରେ କିଛି ଅନୁକୂଳ ସମୟ ଟିକେ କମି କମି ଗଲାଣି, ସେ ଆଉ ଗୋଟେ ଡଙ୍ଗାକୁ ଆଙ୍ଗୁଠିରେ ଗଣି ନେବେ 2-3 ଜଣ। ଆଜ୍ଞା 100ରୁ 5% ବ୍ୟକ୍ତି ରହିବେ ହିଁ ରହିବେ। ଆପଣଙ୍କର ଅଫିସରେ ଅଛନ୍ତି, ରାସ୍ତାରେ ଅଛନ୍ତି, ମୋ ଘର ଭିତରେ ଅଛନ୍ତି, ଦଳ ଭିତରେ ସେ 3-4 ଥର MLA ହେଇଛନ୍ତି, ତାଙ୍କୁ ମନ୍ତ୍ରୀ ପଦ ଦିଆହେଇଛି, ସବୁ ପ୍ରକାର ସୁଯୋଗ ଦିଆହେଇଛି। ତାଙ୍କର ଅସୁସ୍ଥ ସ୍ୱାସ୍ଥ୍ୟରେ ବି ତାଙ୍କୁ ମନ୍ତ୍ରୀ ପଦରେ ରଖା ହେଇଛି, କେବେ କଢ଼ା ହେଇନି। ବହୁତ ସମ୍ମାନ ଦେଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ଜାଣିଛି ମୁଁ ତାଙ୍କ ହାତରେ ପର୍ସନାଲି କେବେ ମିଶିନି, ଆଉ ବୟସରେ ବହୁତ ବଡ଼ ହେବେ, ମୋ ବାବାଙ୍କଠୁ କିଛି ବର୍ଷ ସାନ ବୋଧେ। ତାଙ୍କୁ ଶଙ୍ଖ ଚିହ୍ନ ଶ୍ରୀ ନବୀନ ପଟ୍ଟନାୟକର ପରିଶ୍ରମ ଆଉ ସେଇ ବ୍ରାଣ୍ଡରେ ସେ 3-4 ଥର MLA ହେଇଛନ୍ତି, ତାଙ୍କୁ ମନ୍ତ୍ରୀ ପଦ ଦିଆହେଇଛି, ସବୁ ପ୍ରକାର ସୁଯୋଗ ଦିଆହେଇଛି। ତାଙ୍କର ଅସୁସ୍ଥ ସ୍ୱାସ୍ଥ୍ୟରେ ବି ତାଙ୍କୁ ମନ୍ତ୍ରୀ ପଦରେ ରଖା ହେଇଛି, କେବେ କଢ଼ା ହେଇନି। ବହୁତ ସମ୍ମାନ ଦେଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ମୁଁ ତାଙ୍କର ଯେତିକି ହିଷ୍ଟ୍ରି ଦେଖିଲାଣି, ତ ତାପରେ ବି ଏ ବୟସରେ ବି ସିଏ ଗୋଟେ ଆଡ଼ଭାଇଜରୀ ପୋଜିସନକୁ ଯିବା କଥା। ଲୋଭ ଲାଗିଥାଏ ସ୍ଥାନ ନୂଆ ପିଢ଼ିକି ଛାଡ଼ିବା କି ନୂଆ ପିଢ଼ିକୁ ତିଆରି କରିବା, କିମ୍ବା ଶ୍ରୀ ବିଜୁ ପଟ୍ଟନାୟକ ଆଉ ନବୀନ ପଟ୍ଟନାୟକ ଆଦର୍ଶରୁ କିଛି ଯଦି ଶିଖିଥାନ୍ତେ, ତାହେଲେ ସେ ନୂଆ ପିଢ଼ିକୁ ଉତ୍ସାହ ବଢ଼େଇଥାନ୍ତେ, ତାଙ୍କୁ ଟ୍ରେନିଂ ଦେଇଥାନ୍ତେ, ତାଙ୍କ ଅନୁଭୂତି ବିଷୟରେ କହିଥାନ୍ତେ, ଘଣ୍ଟେ ଘଣ୍ଟେ ବୁଝେଇଥାନ୍ତେ ରାଜନୀତି କ'ଣ, ଆମେ କେତେ ସଂଘର୍ଷ କରିକି ଆସିଥିଲେ। ସେସବୁ ନ କରି ତାଙ୍କର ସ୍ୱାର୍ଥବାଦୀ, ସେ ଟିକେ ତାଙ୍କ ସ୍ୱାର୍ଥର ମାନେ ଏକ୍ଜାମ୍ପଲ୍ ଯାହାକୁ କୁହାଯାଏ, ସେ ସାମ୍ନାରେ ଟିଭି ମାଧ୍ୟମରେ ବାରମ୍ବାର ଆଣିଛନ୍ତି। ତାଙ୍କର ଆଉ କେଉଁଠି ସ୍ୱାର୍ଥ ଥାଇପାରେ କିମ୍ବା ଆଉ କିଛି ଆଶା ଥାଇପାରେ, କିନ୍ତୁ ମୁଁ ଭାବୁଛି ତାଙ୍କୁ ଯେତିକି ସେ ଉପଲବ୍ଧି ପାଇଛନ୍ତି, ବହୁତ କମ୍ ଲୋକ ସେତିକି ପାଇଛନ୍ତି। କାହିଁକିନା ବାରମ୍ବାର ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରସା କରିଛନ୍ତି। ତ ଏଭଳିଆ ଧୋକା ଦେବା ପ୍ରତିକୂଳ ସମୟରେ, ଆଉ ଏଇଭଳି କିଛିଟା ପରସେଣ୍ଟେଜ ଲୋକ ସବୁ ଦଳରେ ଥାଆନ୍ତି, ଏ ସମୟ ଅନୁସାରେ ସେ ବଦଳିଯିବେ, ତାଙ୍କର ସ୍ୱାର୍ଥ ପାଇଁକି ସେ କିଛି ବି କରି ନେଇ ଯାଇପାରିବେ। ତ ମୁଁ ତାଙ୍କ ଉପରେ ବିଶେଷ ଆଉ ନ କହି ମୁଁ କହିବି ଯେ ଆପଣ ସସ୍ପେଣ୍ଡ ହେଇଛନ୍ତି, ସସ୍ପେଣ୍ଡ ଇଜ୍ ନଟ୍ ଟର୍ମିନେସନ୍। ଏବେ ବି ସମୟ ଅଛି, ଆପଣ ଟିକେ ଇଣ୍ଟ୍ରୋସ୍ପେକ୍ଟ କରନ୍ତୁ, ବସନ୍ତୁ, ଶାନ୍ତିରେ ବସନ୍ତୁ, କ'ଣ କ'ଣ ଉପଲବ୍ଧି, କ'ଣ କ'ଣ ଲାଭ, କ'ଣ କ'ଣ ସମ୍ମାନ ଆପଣ ପାଇଥିଲେ, ଆଉ କେଉଁ ଦଳ ଯାଇକି ସେଇ ସମ୍ମାନ ଆଉ ସେତିକି ଗ୍ରହଣୀୟ ଆପଣ ହେବେ ନ ହେବେ ଟିକେ ଭାବନ୍ତୁ। ଆଉ ଯଦି ତାପରେ ବି ଲାଗୁଛି ଯେ ଆପଣଙ୍କ ଆହୁରି ବହୁତ ଆକାଂକ୍ଷା ଅଛି, ଆଶା ଅଛି, ବହୁତ କିଛି ପୂରଣ ବାକି ରହିଗଲାଣି ଆପଣଙ୍କର ଏ ବୟସରେ ବି, ତାହେଲେ ଆପଣ ଆଗକୁ ବି ବଢ଼ିପାରିବେ। ଆପଣଙ୍କୁ ଆମ ତରଫରୁ ବେଷ୍ଟ ୱିଶେସ୍। ଆଉ ମୁଁ ଯେତିକି ଜାଣିଛି ସେ ନବୀନ ପଟ୍ଟନାୟକ ନେଗେଟିଭ୍ କଥା କେବେ ବି କୁହନ୍ତିନି, ଆଉ ନେଗେଟିଭ୍ ବ୍ୟକ୍ତି ନୁହନ୍ତି। ଯିଏ ଯିବାକୁ ଚାହିଁବ ସିଏ ମାନେ ସୋ ମୋଟୋ ୱିଥ୍ ଡ୍ୟୁ ରେସ୍ପେକ୍ଟ ସିଏ ତାଙ୍କୁ କହିବେ ଯେ ଆପଣଙ୍କୁ ଅଲ୍ ଦ ବେଷ୍ଟ, ଭଗବାନ ଆପଣଙ୍କ ସାଥିରେ ରୁହନ୍ତୁ, ସ୍ୱାସ୍ଥ୍ୟ ଆପଣଙ୍କ ଭଲ ରହୁ, ଆପଣଙ୍କ ଯାହା ବି ଆଉ ଇଚ୍ଛା ଆଉ ଆଶା ଅଛି ପୂରଣ ହେଉ, ଯେଉଁ ଦଳରେ ହେଉ ଯେଉଁଠି ହେଉ ସେବା କରିବାକୁ ଚେଷ୍ଟା କରିବେ। ଆଉ ଓଡ଼ିଶା ମାଟିର ପୁଅ ହିସାବରେ ଆମେ ସବୁ ଆପଣଙ୍କୁ ସମ୍ମାନ ଦେଉଛୁ। ଦଳରେ ଏମିତି କ'ଣ ତ୍ରୁଟି ରହୁଛି ଯେ ବାରମ୍ବାର ଦଳକୁ ଆକ୍ଷେପ କରାଯାଉଛି, ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ଷେପ କରାଯାଉଛି? କିଏ କେତେ ଜଣ କହୁଛନ୍ତି କହୁନାହାନ୍ତି, କେତେ ଜଣ ଆପଣ କରିବେ, ଆଙ୍ଗୁଠିରେ ଗଣି ନେବେ 2-3 ଜଣ। ଆଜ୍ଞା 100ରୁ 5% ବ୍ୟକ୍ତି ରହିବେ ହିଁ ରହିବେ। ଆପଣଙ୍କର ଅଫିସରେ ଅଛନ୍ତି, ରାସ୍ତାରେ ଅଛନ୍ତି, ମୋ ଘର ଭିତରେ ଅଛନ୍ତି, ଦଳ ଭିତରେ ଅଛନ୍ତି। 5%ରୁ 10% ଏଇଭଳି ବ୍ୟକ୍ତି ଥାନ୍ତି ଯିଏ ଡଙ୍ଗା ଆଗ ଡେଇଁ ପଡ଼ନ୍ତି। ସିଏ ଆଜି ଆଉ କେଉଁ ଡଙ୍ଗାକୁ ଯିବେ, ସେ ଡଙ୍ଗା ଯେତେବେଳେ ଦେଖିବେ ଯେ ଆଉ ସେଥିରେ କିଛି ଅନୁକୂଳ ସମୟ ଟିକେ କମି କମି ଗଲାଣି, ସେ ଆଉ ଗୋଟେ ଡଙ୍ଗାକୁ ଡେଇଁ ପଡ଼ିବେ। ଏଇଟା ନ୍ୟାଚୁରାଲ୍, ବଟ୍ ନ୍ୟାଚୁରାଲ୍। ଏଥିରେ କ'ଣ ହୁଏ, ଯେଉଁ ଦଳରୁ ଏଇଭଳି ବ୍ୟକ୍ତିମାନେ ଡେଇଁ ପଡ଼ିବେ, ସେ ଦଳର ହିଁ ଶୁଭ ସମୟ ଆସିଗଲା। କାହିଁକିନା ନେଗେଟିଭ୍ ବ୍ୟକ୍ତିମାନେ କମିଗଲେ ସେ ଦଳରୁ। ଯେତେ ନେଗେଟିଭ୍ ବ୍ୟକ୍ତି କମିବେ, ଆମେ ଆଗକୁ ବଢ଼ିବା। ତ ବିଜେଡ଼ିର ଏଇ ସମୟ ହେଉଛି, ଶ୍ରୀ ନବୀନ ପଟ୍ଟନାୟକ ବି ଦେଖୁଛନ୍ତି ଯେ ଯେଉଁମାନଙ୍କ ଉପରେ ଭରସା କରିଥିଲେ, ତ ସେଇ ସମୟରେ ଏମାନେ କେମିତି ଧୋକା ଦେଲେ, ଆଙ୍କର ପ୍ରକୃତ କ୍ୟାରେକ୍ଟର କ'ଣ, ତ ଗୁଣ କ'ଣ ଜାଣିପାରିଲେ। ତ ଆଗକୁ ଯେତେବେଳେ ସେ ଚୟନ କରିବେ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟିମ୍ରେ, ସେହି ହିସାବରେ ବ୍ୟକ୍ତିମାନଙ୍କୁ ଚୟନ କରିବେ ଯେ ପ୍ରତିକୂଳ ସମୟରେ ସେ ନବୀନ ପଟ୍ଟନାୟକ ସାଥିରେ କିଏ ଅଛନ୍ତି, କିଏ ଛିଡ଼ା ହେଇଥିଲେ, କିଏ ବିଚାରଧାରା ପାଇଁ ଲଢ଼େଇ କରୁଛନ୍ତି, ପୁରା ନିଛାୱର ହେଇକି, ପୁରା ନିଷ୍ଠାରେ କେମିତି ମାନେ ସେ ଲଢ଼େଇ ପାଇଁକି କେଉଁ ବି ସମୟରେ ପ୍ରସ୍ତୁତ ଅଛନ୍ତି। ଆଉ ଶ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ମାନ ଆଉ ବିଜୁ ପଟ୍ଟନାୟକଙ୍କର ଆଦର୍ଶ, ଏଇ ଦୁଇଟାକୁ ନେଇକି କେମିତି ସେମାନେ ଆଗକୁ ବଢ଼ି ପାରୁଛନ୍ତି କି ଆଉ ସମ୍ମାନ ରଖିପାରୁଛନ୍ତି, ମୁଁ ଭାବୁଛି ଶ୍ରୀ ନବୀନ ପଟ୍ଟନାୟକ ସେଇଟାକୁ
देखुवे जानुवे आग टीम तांकर से भाई हे तो ये गोटे शुभ समय जदि यही नेगेटिव जो मैंने बारंबार कर गत वर्ष है जदि सी तरफ कि यही भाषण यही स्टेटमेंट दबा मान हो दल विरोधी काम आ से जानते वन्स दल विरोधी काम कलापर कौन ता आग पदवी हम माने पदक्षेप हम तो से बहुत भल जानते से सस्पेंड हबार ऊपर थे सस्पेंड हे तो से यहाँ जाशुणी कर अभिनंदन देवी ऑल द बेस्ट आप जो भी दल को जातु जो भी रुहतु स्वास्थ्य भल रो भल मनोभूति लोक भल काम करूँ।